ଚାହିଁବି ଆସି ସହଜେ ମାରିଅ କହି କହିଲେ ସୁଭା ସୁଧା ତାଙ୍କ ଆଗରେ ତୋର ପଦ ଧରି ଦେଲେ ମୁଁ ତୋର ବିଚାର କରିଲେ ସାବିତ୍ରୀ କବର ବୋଇଲେ ନାରୀ ମାନେ ଶୁଣ ଦେଇ କରଣ ହାତରେ କିସ ଧରି ଦିଅ ଶୁଣ କହିଲେ ବାବାରେ ସକଳ ଭାରତା ଶୁଣିଲେ ସାବିତ୍ରୀ କାନ୍ତ ତାଙ୍କ ଏକା ସେଦିନ ଧରିଥିଲେ ଅତେକ ମଣ୍ଡଳ ଧରିଲେ ଦଳ ମୁଖିଏ ବ୍ରହ୍ମା ଦେଖେ ବଳ ଏ ସୁହାସୁଧା ସକଳ ବୃତ୍ତାନ୍ତ କହିବା ହେତୁ ସାବିତ୍ରୀଙ୍କର ବର ଆଜ୍ଞା ବ୍ରହ୍ମା ବେଦବର ଯେ କି କମଣ୍ଡଳ ଜଳ ଉଠିଲେ ଆଜ୍ଞା ମନ୍ତ୍ର ପଢିଲେ ଦେଖ ବେଦବର ବ୍ରହ୍ମା ଯାଇ ଅମାବାସ୍ୟା ତିଥି ଦେଖ ଅନ୍ଧାର ରାତି ଅଛି ହୋଇ ଏ ଯୋଉ ପୁତ୍ର ମନ୍ତ୍ର ପଢୁ ପଢୁ ଦୁହିତା ଗଲା ହୋଇ ଧରିଲେ ସୁହାସୁଧା କୋଳରେ ନେଇ ଝିଅ ବୋଲି ତ ଜାଣିନାହାନ୍ତି ମନ୍ତ୍ର ପଢିଦେଲେ ବ୍ରହ୍ମା ସେଦିନ ସନ୍ତାନକୁ ଧରି ଆଜ୍ଞା ସୁହାସୁଧା ଯାଇଛନ୍ତି କୋଉଠିକି ପୁରକୁ ଦେଖ କମନ ଯେ କଲେ ଅଗ୍ନିଦେବ ତାଙ୍କୁ କର ଯୋଡ଼ି ଦେଲେ ତୋର ପଦ ଧରି ଦୁହି ଖାଇ କହୁଛନ୍ତି ଅଗ୍ନିଦେବତା ସକଳ ବୃତ୍ତାନ୍ତ ପଚାରିଲେ ଆଜ୍ଞା ସେଦିନ ସୁହାସୁଧା କହିଦେଲେ ହେ ସ୍ୱାମୀ ଶୁଣ ଏବେ ଦେଇ କରି ମନ ତୁମ ବାପାଙ୍କ ଠାରୁ ଏବେ ପାଇଛୁ ବରଦାନ ଆଜ୍ଞା ଅଗ୍ନିଙ୍କର ପିତା ଦେଖ ବ୍ରହ୍ମାଦେବ ତଇ ତାଠାରୁ ଯାହା ବର ପାଇଛନ୍ତି ଦୁଇ ଆଜ୍ଞା ଦେଖିଲେ ସେଦିନ ତ ଅଗ୍ନି ଦୈବତ ଦେଖିଲେ ଅଗ୍ନି ଦୈବତ ଚାରିରେ ଶୁଣ আহে বাবু মানে শুনতে জানিলে স্বামী দেবী যেତେବେଳେ ଜାଣିଦେଲେ ଅଗ୍ନିଦେବ ନେଇ ବିଚାର କରିଲେ ଅଗ୍ନିଦେବ ବହି ନାରୀମାନଙ୍କ ଠାରୁ ଦେଲେ ଶୁଣିଲ ଝିଅଙ୍କ ଦେଖିଦେଲେ ଚନ୍ଦ୍ରବଦଳ ହେ ବାବୁ ମାନେ ଶୁଣ ମନ ଦେଇ ଅମାସ୍ୟା ସଂକ୍ରାନ୍ତିରେ ଅଛି ହୋଇ ଅନ୍ଧାର ରାତିରେ ହୋଇଛି ଜନ୍ମ ଦିନକୁ ଦିନ ହେବି ଥିଲାଣି ଶୁଣ ଭାଇ 5 ଦିନ ହେଲା ପଞ୍ଚୁଆତି 67 ଦିନ ଯେ ହୋଇଲା ଆଠୁଆରୀ ନବରାତ୍ର ଗଲାଣି ଯେ ହୋଇ 10 ଦିନ ଯୋଉଦିନ ବାବା ସରିଲାଟି ଯାଇ ଯୋଉଦିନ ହେଲା ବାବୁରେ 11 ଯେ ଦିନ ସକଳ ଛନ୍ଦି ଘରୁ ଗଲା ପଳାଇ କ୍ରମେ କ୍ରମେ ପିଲା 11 ଦିନ ହେଇଯାଇଛି ଏହିପରି ବିତି ଭାଇ ଦିନ ଯାଉଛି କାହିଁକି ଆମେ ଆସୁ ଆସୁ ଛକରେ କହିଲେଣି ଯେ ଯାହା ବୋଲିବ ଗାହାଣ ଭିତରେ ଆମେ ବୋଲିବୁ ଢଙ୍ଗ ଢଙ୍ଗ କରିବନି ବୋଲି ମୁଁ ଖାଲି ଗାହାଣ ଭିତରେ ଆଜ୍ଞା ଏହିପରି ବିତି ଗଲା ଯେ ମାତ୍ର କେତେ ଦିନ କ୍ରମେ କ୍ରମେ ପଇସା ଦିନ ଯେ ସମ୍ପୂର୍ଣ୍ଣ ମାତ୍ର ଯୋଉ ଦିନ ହୋଇଲା ଭାଇ 21 ଦିନ জানিবেলে অগ্নি হইব তো পঞ্চম কইলে সুভা সুভা সুর দেইছি তো আর কই সদিন জিরো না হইব কান্দ দিন হে কৌশি দিন হেলা পূর্ণ বিতার গলিলে মতি শুণ সুদন পিলাঙ্কর কি সঙ্গে দেবারে নাম পিলাটার কি সমান দেবারে বিতার
ଦୁର୍ବାସା ଏଇଟା ଶୁଣ ସେଟା ଶୁଣ ଗୋଡା ତ ବୁଲିବ ଭଲ ଯେତେବେଳେ ଅଗ୍ନିକରଣ ନିକଟରେ ଉପସ୍ଥିତ ହୋଇଛି ଆଚ୍ଛା ଆଜ୍ଞା କରେ ପତ୍ର ଯୋଡ଼ିଦେଲେ ଅଗ୍ନିଦେବ ମହର୍ଷି ସୁହା ସୁଧା ଥିଲେ ମାତ୍ର ପାଶରେ ରହି ଏଠୁ ଯାହା ବାବୁ ପୁରାଣ ଗଲା ହୋଇ ଦୁର୍ବାସା ଋଷି ଯେତେବେଳେ ଅଗ୍ନି ଦେବତାଙ୍କର ପୁରରେ ଉପସ୍ଥିତ ହୋଇଛି ସୁହା ସୁଧା ଅଗ୍ନି ଦେବତାରେ ସମସ୍ତେ ଯାଇ କରପତ୍ର ଯୋଡ଼ିଛନ୍ତି ଆଦା ତଳେ ପଡ଼ିଗଲେ ବୋଇଲେ କନ୍ୟା ମହରେ ହରେ କହିଅଛି ଜାତ ନାମ ଗୋଟି ତୁମ୍ଭେ ଆଜି କରରେ ସମ୍ଭୂତ ପଚାରିଲେ ଶରୀର ତାଙ୍କୁ ଦୁର୍ବାସା ବ୍ରାହ୍ମଣ ଏ କନ୍ୟାର ଜନ୍ମ ବିବରଣ ଦିଅ ବତାଇଣ সকল বৃত্তান্ত বাবা সুহা সুদা দেলে কহি চন্দন পিতুলের জাত এ কহিতা মতই এ কথা শুনি দেলে দুর্বাসা ব্রাহ্মণ আহে বাবু মানে মরণে তু সফল কইলে আজি খালু নাম আর হেউ চন্দনা মতি বলি ভোগ করে থাও মন্ডলী হে শুনে চন্দন ঠারু ঝিଅ হই চম্পিরে জন্ম চন্দনামতী নাম দেলে যে পণ্ডিত বিচার করে দেখ অগ্নিদেব অবস্থিত বিচার করিলে অগ্নি খবর ঝিଅକୁ ପାଇଲେ ଦେଖ ତାଙ୍କ ଘର ଦିନକୁ ଦିନ ଆଜ୍ଞା ଯାଉଛି ବିତି ଯେବେ ଏକ ମାସ ହୋଇଗଲା ବୃତ୍ତି মাত্র এক মাস গলা রে দুই মাস হেলা তিন চারি পাঁচ মাস বসে বুড়িলা আঠেই আঠই চারই যে ঝিও আঠই হে চালু অছি ঝিও আহে বাবু মানে এ পুরাণ নিশ্চয় ଯେତେ ସାତ ମାସ ହୋଇଲା ଭାଇ ବଇବାର ଧରି ଚାଲୁଛନ୍ତି ଝିଅ ମଟୋଇ ତାପରେ ଯାହା କହିଲା ବିବରଣ କର୍ମେ କର୍ମେ ଦିନ ବଢିଲା ସୁଦନ বিতি বিতি ভাই বর্ষে 2 বর্ষ এইছি পিলা আঠেই বইবার ধরি ধীরে ধীরে চালুছি ভাইরে খিলি খিলি হসু ଅଛି ସେ ଚନ୍ଦନାମତୀ দৈব যাহা তাকু কই ଅଛି সৃষ্টি ସମିତି এক ক্রমে ক্রমে বর্ষ চালি গলা যে হইছি আর বিচার করিলে দেখো সুহা সুদা নারী বড়ু ଅଛି ঘরে মন সে কহে মগরি ଆଜ୍ଞା 4 ବର୍ଷ 4 ମାସ ହେଲା 4 ଦିନ ବିଦ୍ୟା ପଢିଥିବ ଚନ୍ଦନାମତୀ ଯେ ଶୁଣ দৈবলে খনকিয়ে করিব জ্ঞান দৈবলে খনকিয়ে করিব জ্ঞান বিদ্যাসারে ধরি গলে অগ্নি যে সেদিন ବିଦ୍ୟାସାରେ ଧରି ଗଲେ ଅଗ୍ନି ସେଇଦିନ দুর্বাসা নিকটକୁ অগ্নি কন্যাକୁ ধরিয়া উপস্থিত হইଛନ୍ତି আইয়া কহিলে ব্রাহ্মণ দেখো ব্রাহ্মণକୁ যাইন দেবতা কহিলে দুর্বাসাসুর আজ মোর কথা ମୋ କନ୍ୟାକୁ ବିଦ୍ୟା ଶିକ୍ଷା ଦିଅନ୍ତୁ ଆପଣ ସମର୍ପଣ କରି ଦେଖ ନିବେଶୀ ସ୍ଥାନ ଏହିପରି ବିତି ଗଲାଣି କେତେ ମାତ୍ର ଦିନ ଗୁରୁଙ୍କ ଆଶ୍ରମେ କନ୍ୟା ଗଲା କନ ହେଇନ ପଢିଲା ଝିଅ ଦେଖ ପାଠକୁ ଯେ ଯାଇ ଆଚ୍ଛା କିଛି ଦିନ ଶୁଣ ମୋର ଭାଇ ମଣ୍ଡଳୀ ଶୁଣ ଡେରି କରନ ବିଦ୍ୟା ପଢୁଛି ଏ ଅଗ୍ନି ନନ୍ଦିର ହେ ବାବୁ ମାନେ ମୋ ଶୁଣ ମନ ଦେଇ ବହୁତ ବିଚାରେ ପାରଙ୍ଗମ ହୁଇ ହରେ ରୂପ ଶ୍ୟାମ ଯଦୁ ଅଥର୍ବ ଯେ ସାରି ପଢୁଛି କନ୍ୟା ଦେଖ ଦେଖ ସେ ମଗନ ଆଇ ଏହିପରି ରୀତି ଗଲା ମାସ କେତେ ଦିନ ଭାବିଲେ ମନେ ବନ୍ଧୁ ଦୁର୍ବାସା ଭାବିଲେ ବ୍ରାହ୍ମଣ ମନର ମଥର ଝିଅକୁ ବୟସ ହୋଇଲା
ଝିଅ ଯେ ପଢୁଛି ବୟସ ତାହାର ତମେ ତମେ ଯେ ପଢୁଛ ହଁ 8-9 ବର୍ଷ ବାପା ଗଲାଣି ଯେ ହୋଇ যদিন 10-11 বর্ষ সম্পূর্ণ হই আচ্ছা বিকশিত কাণ্ড দেখ মুখে বিকাশিলা পূর্ণমা চন্দ্রমা পরি দেখা দেব মাত্র এই পরি বিতিরানি ইয়ে দেখ কেতে দিন দর্শক সমাজ মোর দেরন্তু শ্রবণ আউরি শুনিবে সুজন দেই করি মন এ 12 বর্ষ পূর্ণ হেলা সারুষিয়ে মনে ভাবিলা হইন সতে ঝিয়র বয়স অপবিত্র হে বসু বর্তমানকু কন্যাকু 12 বর্ষ সম্পূর্ণ হয়েছি দুর্বাসা ঋষি বিচার কলে ঝিওটি যদি গুরু আশ্রমে প্রথম রজস্বলা হয়ে যায় আচ্ছা তাহলে সে পাপনিম অঙ্গল লাগে এতিকি বিচার করিল দুর্বাসা ব্রাহ্মণ শিষ্য পিলাকু সেদিন নিকটে দেলে গড কইল পত্র খন্ডে লেখি দেলে প্রভাকর শুদ্ধ পঠাইলে অগ্নি দৈবত এবে কাশ শিষ্য পিলা ধরি শিষ্য পিলা নিকটরে কহিলে বাবু এ পত্র ধরি অগ্নিঙ্গ নিকটକୁ ଯିବୁ আচ্ছা 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 অগ্নিঙ্গ হতে পত্রটি প্রদান করি মাঝে আজ্ঞা পত্র ধরছতি পিলা ধরছি ধর যাউতে পড়ি না অগ্নিপুর যাউতে আচ্ছা আচ্ছা দেখি হ্যালো আমি শুনিবতি সভা জন দেই মন করুণা পত্র ধরি যাউচন্তি সেই দেন মসুকা জন দেইথিব তুম্ভে বেনি কন শিষ্য পিলা অগ্নি দেবতা পাখে প্রবেশ করি আচ্ছা আচ্ছা পত্র গোটি নেই দিয়েছন্তি আগে অগ্নি দেবতা পত্র গোটি পাঠ বলে সকল ভূতান্ত দেখ নিজে মনরে জানিলে রাতি বাইরে বাবা গলে পড়াই রাতি বাইরে অগ্নি গলে পড়াই দুর্বাসা নিকটে মিলিলে মাত্র বসেই আহে বাবু মানে মোরের তু সবনা এ ঘুমতে রাহেলা নিয়ে অগ্নি পুরা বাতানি কঠোরে ধরি গেলে করো সেদিন কইলে দুর্বাসা গো
ঝিଅକୁ ତୁମର ଧରି ଯିବ ପଳାଇ ହେ ବାବୁ ମାନେ ମୋ ଶୁଣ ଦେଇ ମତି ରଥରେ ବସାଇଲେ ଝିଅକୁ ନେଇକି ସେଦିନ ରଖିଲେ ବସରେ ଭାଇ ନିଜର ଗ୍ରାମରେ ମିଳି ଗଲେ ଯାଇ ଆହେ ବାବୁ ମାନେ ମୋ ଶୁଣ ଦେଇଛି ତ ଅଗ୍ନି ମୋର କନ୍ୟା ଧରି ସିନା ଗଲେ ଚଳିତ ସୁହା ସୁଧା ଦେଖିଲୁ ଆନନ୍ଦିତ ହେଲେ କନ୍ୟାକୁ ନେଇ ଗୃହରେ ମିଳିଲେ ହେ ବାବୁ ମାନେ ଦିଅନ୍ତୁ ମନେ ସୁହା ସୁଧା ନେଇ ଗୃହରେ ପହଞ୍ଚେ ସେଦିନେ ଯେତେବେଳେ କନ୍ୟାକୁ ଘରେ ନେଇ ଗଲେ ବନ୍ଦାପନା କରି ମାତାଇଲେ ନିଜ ସେ ରହିଲେ ଜାଗତ ଭାବରେ ରଖିଲେଣି ନେଇ ଜାଗତ ଭାବରେ ରଖିଲେଣି ନେଇ ଦିନକୁ ଦିନ ହେ ବିତିଗଲା ଭାଇ ହେଲେ ଭାଇ ଏ ସର୍ବବିଦ୍ୟାରେ ପରିପୂର୍ଣ୍ଣ ହୋଇଛି ଚନ୍ଦନାବତୀ ହ୍ୟାଲୋ ନିଜ ବାସଭବନରେ ଯାଇ ଉପସ୍ଥିତ ହୋଇଛି ଆଚ୍ଛା ଆଜ୍ଞା ଏମିତି କେତେ ଦିନ ହେ ବିତିନ ଯେ ଗଲା ଦୈବ ଲେଖା କା ଭାଗ୍ୟରେ କିସ ସେ ଲେଖିଥିଲା ମାତ୍ର ଦେଖୁ ଦେଖୁ ବୟସ ଯାଉଅଛି ବଢି ଚନ୍ଦନାର ଅଙ୍ଗୁଷ୍ଠି ହୋଇଛି ଦେଖ ଚମ୍ପା କଢି ପରି ଚମ୍ପା କଢି ପରି ତାର ଅଙ୍ଗୁଷ୍ଠି ହୋଇଛି ହଂସ ପରି ଝିଅ ଦେଖ ଗମନ କରୁଛି ରମ୍ଭା ବୃକ୍ଷ ପରି ଦୁଇ ଜାନୁ ଦିଶୁଅଛି ଡମ୍ବରୁ ପରି ତାର ଏ କଟିଟି ହୋଇଛି ଭାଇ କଟି ବୋଲି କଣ ଜାଣିଛୁ କଟି ବୋଲି କଣ କଣ କଟି ବୋଲି କଣ ଏମିତି ଚମ୍ପା କଢି ପରି ଝିଅର ଅଙ୍ଗୁଷ୍ଠି ଯାକ ପାଦ ହଂସ ପରି ଝିଅ ଗମନ କରୁଛି ରମ୍ଭା ବୃକ୍ଷ ପରି ଦୁଇ ଜାନୁ ବୋଲି କଣ ଏ ଜଙ୍ଘ ଦିଟା ରମ୍ଭା ମାନେ କଦଳୀ ବୃକ୍ଷ ପରି ଦୁଇ ଜାନୁ ହୋଇଛି ଡମ୍ବୁରୁ ବୋଲେ ଆଜ୍ଞା ଡମ୍ବୁରୁର ମଝି ଭାଗଟା ଯେପରି ଆଜ୍ଞା ତାର କନ୍ୟାର ଅଣ୍ଟା ଭାଗଟା ସେ ଆଜ୍ଞା ଡମ୍ବୁରୁ ପରି ଦେଖ କଟି ଅଛି ହୋଇ ଇଏ ଚତୁର୍ଥ କୁମ୍ଭ ସ୍ତର ଦୁଇ ଯୁଗଳ ବଢଇ ବିମ୍ବ ଫଳ ପରି ତାର ଓଧର ଦିଶଇ ଡାଳିମ୍ବ ପରି ଦେଖ ଦାନ୍ତ ଯେ ଦିଶଇ ହରିଣ ନୟନ ପରି ବେନି ଆଖି ସେହି ଉଚିତ କଳା କେଶ ଲମ୍ବି ଅଛି ଯାଇ ଏମିତିକା କନ୍ୟା ଦେଖ ରୂପରେ ଅଟଇ ପୂର୍ଣ୍ଣମା ଚାନ୍ଦ ପରି ମୁଖ ବିକାଶ ଏମିତି ସୁନ୍ଦର କନ୍ୟାଟି ହୋଇଛି କ୍ରମେ କ୍ରମେ ଭାଇ ବୟସ ବଢିଛି ଦେଖୁ ଦେଖୁ ଶେଉଳ ବର୍ଷ ଯେତେବେଳେ ସମ୍ପୂର୍ଣ୍ଣ ହୋଇଛି ଆଜ୍ଞା ଚୈତ୍ର ମାସ ଦେଖ ଶନିବାର ହୋଇଅଛି ସେଦିନ ଅମାବାସ୍ୟା ତିଥି ଗ୍ରହଣ ପଡିଛି ଦୈବରେ ସଂକ୍ରାନ୍ତି ଗୋଟି ଭୋଗ ହେଉଛି ଦୈବରେ ସଂକ୍ରାନ୍ତି ଭୋଗ ହେଉଛି 12 ଘଣ୍ଟା ସମୟରେ ଦିନରେ ରହିଛି ଏ ବାବୁ ମାନେ କର ଅନୁମାନେ କନ୍ୟା ପୁଷ୍ପବତୀ ଘରେ ହୋଇଲା ସେ ସ୍ଥାନେ ଏ ବାବୁ ମାନେ ମଥିବ ମନ ଦେଇ ପ୍ରଥମ ରଜ ତଳାରେ ଝିଅ ଯେତେବେଳେ ରଜ ତଳା ହେଲା ରମଣୀ ବିଚାର କରିଲେ ଦୁଇ ମା ପୁଣି ଅଗ୍ନିଙ୍କ ନିକଟକୁ କଲେ ଗମନ କର ଯୋଡ଼ି ସ୍ୱାମୀକୁ ଦେଲେ କହିଲ କଥା ଲେଖ ନାରୀଏ ଜାଣନ୍ତି ପୁରୁଷ ଜାଣିଲେ ମାତ୍ର କେମିତି ଯେତେବେଳେ କନ୍ୟା ପୁଷ୍ପବତୀ ଗଲା ହୋଇ ସୁଧା ମନ ମଧ୍ୟ ବିଚାରିଲେ ଯାଇ ଆଜ୍ଞା ଏ ଯୋଉ ଗୋମୟ ହସ୍ତରେ ଦେଖ ମା ଏବେ ନେଲେ ଗୋଟିଏ ମଣ୍ଡୁଆ ଦେଖ ହସ୍ତରେ କାଟିଦେଲେ କନ୍ୟାକୁ ବସାଇଲେ ମଧ୍ୟ ଭାଗେ ନେଇ ହେ ବାବୁ ମାନେ ଶୁଣ ପୁରାଣ ବହି ତାପର ବିଧି ନିୟମ ନେଉଛି ନିଜ ଦାନ୍ତ ଗରିବ ଚଳି ଗଲେ ବିନୟ ଭାବରେ ସ୍ୱାମୀକୁ ଜଣାଇଲେ କହିଲେ ଘେନ ନିବେଦନ କନ୍ୟା ଭସୁପ ଗଲାଇ ହଇଣ ପ୍ରଥମରେ ପୁଷ୍ପବତୀ ଝିଅ ଅଛି ଶୁଣି କରି ନଦୀରେ ବିଚାର କରିଲେ ଭଲ ମନ୍ଦ କିଛି ଜାଣିବା ହୋଇଲେ ସେଦିନ ଅଗ୍ନି ଦେବ ଭାବି ନାହିଁ ଦୂତଙ୍କ
চৈত্র মাস হ্যাঁ শনিবার হুম অমাবাস্যা পক্ষ আহা মানে অমাবাস্যা ହେଇନି পক্ষটা কৃষ্ণ পক্ষটা সেটা হ্যাঁ গ্রহণ পড়িছি দৈবরে সংক্রান্তি ভোগ পড়িছি এই দুইটি যাক যোগ হয়েছে আর শনিবার পড়ছে আচ্ছা 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 ইমিতিকা তিথিরে ঝিও হইলা পুষ্পবতী হ্যাঁ হে ভাবুক মণ্ডলী শুণ দেই করি শুনতি আহা সেତେବେଳେ ଜାଣିଲେ ଦେଖ ଅଗ୍ନି ଦୈବ হ্যাঁ ଆଜ୍ଞା ଦୁର୍ବାସାକୁ ଡକାଇଲେ ଆହା ବ୍ରହ୍ମାଙ୍କ ନନ୍ଦନ হ্যাঁ ଭଲ ମନ୍ଦ କଥା ଦେଖ ଦେଲେ କପୁଛିଣ হ্যাঁ ଦୁର୍ବାସା ଋଷି ସେଦିନ ଅଗ୍ନିଦେବଙ୍କ ନିକଟରେ ପହଞ୍ଚି ପଚାରିଲେ କଣ ହେଇଛି ଆହା ସେଦିନ ଅଗ୍ନିଦେବତା ଯୋଡ଼ କରପତଞ୍ଜଳି କହୁଛନ୍ତି କହିଲେ ହେ ଦୁର୍ବାସା ଆହା ଆମ୍ଭର କନ୍ୟା ରତ୍ନ ଗୋଟିକ ଶୁଭ ଦର୍ଶନ ପାଇଛି ଆଚ୍ଛା ଆଚ୍ଛା ୟାର ଭଲ ମନ୍ଦ ଆପଣ ବିଚାର କରନ୍ତୁ ଠିକ ଭାଇ ହଁ ଏ ଯୋଉ ମାନେ ଏଇଟା ଗୋଟେ ହଉଛି ଖଡ଼ିକାର 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 ଏ ଯୋଉ ପାଞ୍ଜିକାର କଥା କେତେ ପ୍ରକାର ଅଛି ଜାଣିଛୁ ହଁ କେତେ ପ୍ରକାର ପାଞ୍ଜି ହଁ ଶୁଆ ପାଞ୍ଜି ଗୋଟେ ଅଛି ସେ ପାଞ୍ଜି ମୁଁ ପଚାରୁନି ଆଉ କୋଉ ପାଞ୍ଜି ମାନେ ଭବିଷ୍ୟତ କଥା କେତେ ପ୍ରକାର ଅଛି ଆଚ୍ଛା ଆଚ୍ଛା ହଁ ତମର ତ କାର୍ଡ ବେଳେ ଆମର ତ କପାଳ ଆମର ସିଆଡେ ବଣ କରା କପାଳ କୋଷ୍ଠୀ ହଁ କର୍ମ କର୍ମ ହଁ କର୍ମ ନା କପାଳ କୋଷ୍ଠୀ କର୍ମ ଯାହା କର୍ମ ଯାହା ଲେଖା ହେଇଛି ସେ ଯାହା ଭୋଗ କରିବ ନାଇଁ ତମେ ଠିକ ହଁ। କହିଛ ଯେ କହିଛ ନାଇଁ କହିଛ ଠିକ କହିଛ ହଁ। ହଁ ମାତ୍ର ଯାଉଛ ଯେ ଚାକିରି ହଁ। ଭିତରେ ପୁରେଇ ପାରୁନ ଭାଇରେ କର ବୋଇଲେ ଦେଖ ହସ୍ତ ଯେ ଅଟଇ ଠିକ ସତରାଂଶ ଆଜ୍ଞା ହୁଁ ହୁଁ ଦେଖୁନ ଯେମିତି ହାତ। ହାତ ଦେଖୁନ ଦି ବ୍ରାହ୍ମଣ କର ବୋଇଲେ ହସ୍ତ କର କପାଳ କୋଷ୍ଠୀ କୋଷ୍ଠୀ ମାନେ ଯୋଉ ଖଡ଼ିରେ ରେଖା କରୁଛୁ ନବଗ୍ରହ ସ୍ଥାପନା କରି ସେଇଟା ହେଲା କୋଷ୍ଠୀ କର ବୋଇଲେ ହାତ ରେକର୍ଡ ଅଛି ସେ ପିଲେ ଯେ କରି ଏ ଭାଇ ଆଜ୍ଞା କର କୋଷ୍ଠୀ କପାଳ ତିନି ରେଖାକୁ ଦେଖିଲେ ଦୁର୍ବାସା ଋଷି ସେଦିନ ବୁଝାଇ ବୋଇଲା ଅଗ୍ନି ଦୈବତ ଏଇ ଶୁଣ ଦେଇ ମନ ଫାଟିଗଲା କପାଳରେ ତୋ କନ୍ୟା ରତନ ଆହା ଘରେ ରହିଲେ ପ୍ରଥମେ ଖାଇବ ମାତା ପିତା ଯୋ ପୁରୁଷ ହତ ଏବେ ଧରି ମୋଟି ଏକା ହଁ ସାତ ଦିନେ ତାର ମୁଣ୍ଡ ଏ ଯୋଦିନ ଝିଅ ଭାତ ଧରି ଓଟି ଯାଇ ପୁରୁଷର ମୁଣ୍ଡ ଗୋଟି ଛିଡ଼ିବ ଯେ ସେଇ ଆହା ଏ କଥା କହିଦେଲେଣି ଦୁର୍ବାସା ରାବଣ ଭାବୁକ ମଣ୍ଡଳୀ ମୋର ତୁ ଶ୍ରବଣ ବସିଥିଲା ଝିଅ ବାଟର ବରଣ ଶୁଣିବା ବାଣୀ କାନ୍ଦିଲା ଲକ୍ଷ୍ମଣୀ ଦେଢ଼ ବର୍ଷ ଧେରା ମୋତେ ରହିବ କାନ୍ଦି କାନ୍ଦି ଚନ୍ଦ୍ରାବତୀ ବିଚାର କଲା ମନ ମଧ୍ୟରେ ଦିନାଥ ଚିତା କଲା ନାহে ନାରାୟଣ ପତିତ ପାବନ ନାରୀ କୂଳରେ ମୋତେ ଦେଲ ଜନ୍ମ ପାତିଲା କପାଳ ଆହେ ଚକାରୋଳା ଯିବୁ ଦିନେ ରେ ମୁଣ୍ଡ କରିବି ପରା ଘରେ ଥାଇ ମୁଁ ଆଉ ତ କରିବି କିସ ଘରେ ଥାଇ ମୁଁ ଆଉ କରିବି କିସ ଦୈବ ଭକ୍ତି ଅଛି କପାଳ ମଣିଷ ଏଇ ହେ ବାବୁ ମାନେ ଦିଅନ୍ତୁ ମନ ଘର ମଧ୍ୟରେ କାନ୍ଦୁଛି ଦେଖ କନ୍ୟା ନନ୍ଦନ କାନ୍ଦି କାନ୍ଦି ଝିଅ ବିରକ୍ତ ହୋଇଲା କେଡ଼େ କଣ ମୋତେ ରହିବ କହିଲା ପୂର୍ବର ଭାନୁ ପଛିନେ ହୋଇଲା ଚନ୍ଦନାବତୀ ସେଦିନ ମନେ ବିତାଇଲା ବୋଇଲା ଆଉ ଏଥିରଇ କରିବି ମୁଁ କିସ ଏ ଭବନରୁ ବାହାରି ମୁଁ ହୋଇ ଯିବି ଯେ ଅବଶ୍ୟ କି? ରାତ୍ରକାଳ ଯେତେବେଳେ ଭାଇ ଅଛି ଏବେ ହୋଇ ଆହା ଅନ୍ଧାର ରାତିରେ ବାବୁରେ ପଥର ଦିଶୋଇ ଟିକି 12 ଘଣ୍ଟା ଦେଖ ରାତି ଅଛି ହୋଇ ଗୃହ ମଧୁ ବାହାରିଲା ମାତ୍ର ଯେ ମାନେ ଇଏ ନୟନରୁ ଅଶ୍ରୁପାତ ଯାଉଅଛି ବହି ହରେ କାନ୍ଦି କାନ୍ଦି ପଳାଇଲେ ସେ ଚନ୍ଦନା ମତି ଦୈବ ଦେଇଛି ମତେ ଆରି ଦେବୀ ପତି ଆହେ ଲକ୍ଷ୍ମୀପତି ଆହେ ଲକ୍ଷ୍ମୀପତି ନାରୀଏ କହିବଟି ଆଉ ମତେ ଗତି ମୁକ୍ତି
সিনা হইলে আজর বিচার করুচি বসি দেখো রামা বল বিজ্ঞানর যাউচন্তি ঝিଅ দেখো এ বন ভিতর বিজ্ঞানর সময় 12 ঘণ্টা রাত্র হয়েছি আহা ଅନ୍ଧାର ରାତିରେ ପଥ ଦିଶୁନି ନାହିଁ କାନ୍ଦି କାନ୍ଦି ଚନ୍ଦନାବତୀ ସେଦିନ ନିର୍ଜନ ବନସ୍ଥରେ ଯାଇ ଯେତେବେଳେ ପ୍ରବେଶ ହୋଇଛି ଆହା ଆଜ୍ଞା ଗଙ୍ଗା ନଦୀ କୂଳ ଦେଖ ପାଞ୍ଚା ବଟ ମୂଳ ପ୍ରବେଶ ହୋଇରେ କନ୍ୟା ରାତରେ କେବଳ ବନ୍ଧୁ কারিগু সমন্দরি আমর শুনবে মতি বট বৃক্ষ তলে যাই বসিলা যুবতী বিজন ଭାଇ আহা কন্যাটি রাত্র কালে যাই গঙ্গা নদী কূলে বাঞ্ছাবট বলে উপস্থিত হয়েছি ঠিকই। সম্মানীয় কলাপ্রেমী বন্ধুগণ আহা এ যে আঠগড় গ্রাম নিবাসী রামগৌড় আচ্ছা সে বাবু କିଛି ଆଣି ପୁରସ୍କୃତ କରିଲେ ସମାଜରେ ଆହା। ଦୟା ରଖିଥିବେ ତାଙ୍କୁ ଲକ୍ଷ୍ମୀ ରମଣ ଟିବାରେ ঠিকই ଆହୁରି ପଣତ ତଳେ କମଳା ରଖିଥିବେ ନେଇ আহা ସଦା ସର୍ବଦା ଅମୃତେ ଦୃଷ୍ଟି ଥିବେ ଦେଇ ଯେଣେ ଗଲେ ତେଣେ ଦେଖ ପଣତେ ଥିବ ରଖି ଆହା। ଏତିକି ରଖିବେ ମହାଦେବୀ ଯେ କାମାକ୍ଷୀ ঠিকই ହେଲେ ଭାଇ আহা ବର୍ତ୍ତମାନକୁ ଗଙ୍ଗା ନଦୀ କୂଳେ ଝିଅ ରହିଛି ଆଚ୍ଛା। ଆମ ଆଜ୍ଞା କହିଛନ୍ତି ବୀଣାକର ଦୀପଦ ବୋଲ କୋଉଠି ପଳେଇ ଅଛି ଟିକେ ଚହଳି ହବ ବୋଲ বাইকটা রয়ে যাচ্ছে हाँ बोलिए हाँ
हरिव तुम्भयंत करसे बिदारी हिरण्यंत अरि कंस केसी कलहत गजर सुबिला से जदे कुंभिया क्षिति उत्पत्ति प्रयोजन क्षीर सिंधु मध्य इथुल मधु बैठवारी गोपाल और क्षिति रे थिर दरिन लुमाठ तल तल नभिते कुंभ करिल गिरी गोवर्धन करले धरी गौतम नारी अहल्याचारी हरि गरजिय सतपति इंद्र शरण पशिला गोविंद नाम ले उद्य सूर्य जिनी मुखमंडल भरिल ग्रीव दुर्गेश्वर हरिभवले विभीषण उचित रे अर्जुन कुरे रहे उड़ाइल ग्रीव हरि भगवान दिने कोन कले छ कौन बोले अब ये गरुड़ पृष्ठ कले विधे आहा कोन कले अब चढ़िल प्रभु गरुड़ पृष्ठ